ପାର୍ଟ 1ରେ ଆମେ କିଛି ଓଡ଼ିଆ ଲୋକବାଣୀ କରିଥିଲେ। ପାର୍ଟ 2ରେ କିଛି ଆମେ ଡିସ୍କସନ୍ କରିବା, ଯେଉଁଟା ତୁମର ଆଗାମୀ 10ମ ବୋର୍ଡ଼ ଏକ୍ଜାମ୍ ଓଡ଼ିଆ ଗ୍ରାମାର ପାଇଁ ବହୁତ ହେଲ୍ପଫୁଲ୍ ହେବ। ରୂଢ଼ି କ'ଣ ନା, ଅପାଳକ ରାଇଜକୁ ବିଜୁଳି ଲକ୍ଷେ ଟଙ୍କା, ସମ୍ପୂର୍ଣ୍ଣ ଅଭାବରେ ସାମାନ୍ୟର ସୂଚନା ଅତି ମୂଲ୍ୟବାନ, ଅରକ୍ଷିତକୁ ଦୈବସା, ଅସହାୟକୁ ଈଶ୍ୱର ସହାୟ, ଅର୍ଥ ଅନର୍ଥର ମୂଳ, ଟଙ୍କା ପଇସା ଧନ ସମ୍ପତ୍ତି ବିପଦର କାରଣ, ଅଳପ ଧନ ବିକଳ ମନ, ଦାରିଦ୍ର୍ୟର ବିକଳତା, ଅଳ୍ପ ବିଦ୍ୟା ଭୟଙ୍କାରୀ, ସୀମିତ ଜ୍ଞାନ ବିଷମ ପରିସ୍ଥିତି ସୃଷ୍ଟି କରେ, ଅଳସୁଆର ବାରବାଟୀ ଚାଷ, ଅଳସୁଆ ବଡ଼ ଓଜନା, ଅଳସୁଆ ଲୋକ ବଡ଼ ବଡ଼ କଥା କୁହେ, ଅମୃତ ହାଣ୍ଡିରେ ବିଷ କଣିକା, ସାମାନ୍ୟ ଖରାପ କାମ ଅତି ମହତ୍ କାମକୁ ନଷ୍ଟ କରିଦିଏ, ଆଉଁସିଲା କୁକୁର ମୁହଁରେ ମୁତେ, ଅତି ଗେହ୍ଲାରେ ସମ୍ମାନ ହାନି, ଆକାଶ କଇଁଆ ଚିଲିକା ମାଛ, ଅସମ୍ଭବ ଯୋଜନା, ଆଖି ଥାଉ ଥାଉ ବନ୍ଦ, ଦେଖିନ ଦେଖିଲା ଭଳିଆ ଆଚରଣ, ଆଗତ ଚଢ଼େଇକି ବେସର ବୋଟା, ହାତକୁ ଆସିବା ପୂର୍ବରୁ ପ୍ରସ୍ତୁତ ହେବା, ଆଗ ସୁନା ପାଗ, ପ୍ରତିଯୋଗିତାରେ ପ୍ରଥମ ବ୍ୟକ୍ତିର ଆଦର ବେଶୀ, ପ୍ରଥମ କାର୍ଯ୍ୟର ଆଦର, ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ, ଉତ୍ତମ ଆଚରଣରୁ ଧନାଗମ ହୁଏ ଏବଂ ଉତ୍ତମ ବିଚାର ବୁଦ୍ଧିରୁ ପାଣ୍ଡିତ୍ୟର ପରିଚୟ ମିଳେ, ଆତୁରେ ନିୟମ ନାସ୍ତି, ବିପଦରେ ବା ଅସୁବିଧା ସମୟରେ ନୀତି ନିୟମ ଖୋଜାଯାଏ ନାହିଁ, ଆପଣା ବୁଦ୍ଧିରେ ଠାକୁର, ପର ବୁଦ୍ଧିରେ କୁକୁର, ନିଜ ବୁଦ୍ଧି ସୁରଙ୍କରୀ, ପର ବୁଦ୍ଧି ପ୍ରଳୟ କରିବା ଅହିତକାରୀ, ଆପଣା ସିଙ୍ଗରେ ମାଟି ତାଡ଼ିବା, ସ୍ୱାବଲମ୍ବୀ ହେବା, ନିଜକୁ ନିଜେ ଠିଆ ହେବା, ଆପଣା ସୁନା ଭେଣ୍ଡି, ନିଜ ଲୋକ ଭଲ ହେବା, ନିଜ ଲୋକ ଭୁଲ କାମ କରିବା, ଆପଣା ହସ୍ତେ ଜିଭା ଛେଦି, ନିଜ କାର୍ଯ୍ୟ ଦ୍ୱାରା ନିଜର ଶତ୍ରୁତା ଆଚରଣ, ଆପଣା ହାତ ଜଗନ୍ନାଥ, ନିଜ ଉପରେ ଭରସା କରି କାମ କରିବା, ଆପେ ବଞ୍ଚିଲେ ବାପ, ନିଜ କଥା ନିଜେ ବୁଝିବା, ନିଜକୁ ନିରାପଦ ରଖିବା, ଆପେ ମଲେ ସ୍ୱର୍ଗ ଦେଖିବା, ଯମଦର୍ଶନ, ପ୍ରତ୍ୟକ୍ଷ ଅନୁଭୂତିରୁ ଲାଭ, ଆ ବଳଦ ମୋତେ ବି, ଜାଣି ଶୁଣି ବିପଦ ବରଣ କରିବା। ଏ ଥିଲା ଆଜିର ପିଲା ପାର୍ଟ 2ରେ ଆମେ କିଛି ରୂଢ଼ି ଡିସ୍କସନ୍ କଲେ। ଏମିତି ବହୁତ ଗୁଡ଼ିଏ ପାର୍ଟ ଆମେ ଡିସ୍କସନ୍ ମୁଁ କରିବି, ଯେଉଁଟାକି ମୋର ଗ୍ରାମାରରେ ଯେମିତି 20ରୁ 20 ତୁମେ ପାଇପାରିବ। ରୂଢ଼ି ନିହାତି କମ୍ପଲସରି 3-4 ମାର୍କ ପଡ଼ିବ, ସେଥିପାଇଁ ତୁମେ ମନ ଦେଇକି ଏହାକୁ ଘରେ ଟିକେ ପ୍ରାକ୍ଟିସ୍ କରିଦେବ। ଏଇ ଦୂରୁ ହିଁ ଏକ୍ଜାମ୍ରେ ଆସିବ।